ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଭାତ ପରସିବା ପରେ ହାଣ୍ଡିକୁ ପୁରା ଖାଲି କରିବା ଉଚିତ ନୁହେଁ ଏବଂ ରୁଟି ପରସିବା ପରେ ରୁଟି ରଖିଥିବା ଜାଗାଟିକୁ ଖାଲି କରିବା ଉଚିତ ନୁହେଁ। ନମ୍ବର 2, ଠାକୁର ପୂଜା କରିବା ସମୟରେ ଯଦି ଅତିଥି ଆସି ଦୁଆର ମୁହଁରେ ଡାକନ୍ତି କିମ୍ବା ଝିଟିପିଟି ସତ୍ ସତ୍ ଶବ୍ଦ କରେ, ସେହି ଦିନଟି ଶୁଭ ହୋଇଥାଏ। ନମ୍ବର 3, ନିଜ ଘରେ ଦୀପ ଜାଳିଲା ବେଳେ ଦୀପ ତଳେ ଅରୁଆ ଚାଉଳ କିମ୍ବା ଦୁବଟିଏ ରଖି ଦୀପ ଜାଳନ୍ତୁ। ଶନିବାର ରାଶି ତେଲ, ମଙ୍ଗଳବାର ଯେକୌଣସି ତେଲ ଏବଂ ଅନ୍ୟାନ୍ୟ ବାରରେ କେବଳ ଘିଅରେ ଦୀପ ଜାଳିବା ଉଚିତ। ନମ୍ବର 4, ଯଦି ବିରାଡ଼ି ଘରେ ପିଲା ଜନ୍ମ କରେ କିମ୍ବା ମାଙ୍କଡ଼ ଫଳ ଖାଇସାରିବା ପରେ ତାର ଚୋପାକୁ ଘର ସାମ୍ନାରେ ପକାଇଲେ ଶୁଭ ସମୟ ଆଗମନର ସୂଚନା ମିଳିଥାଏ। ନମ୍ବର 5, ଭଲ କର୍ମ କରି ଖରାପ ଦଶା ଭୋଗ କରୁଥିବା ବ୍ୟକ୍ତି ବେଦ ଜାଣିଥିବା ବ୍ରାହ୍ମଣକୁ ସୁନା ଦାନ କଲେ ଶୁଭ ଫଳ ମିଳିଥାଏ। ନମ୍ବର 6, ରାତିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ ଏବଂ ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ। ନମ୍ବର 7, ରାତିରେ ଛାଞ୍ଚୁଣି ଧରି ଘର ଓଳାନ୍ତୁ ନାହିଁ କିମ୍ବା ଘରର ଅଳିଆ ଆବର୍ଜନାକୁ ବାହାରେ ଫିଙ୍ଗନ୍ତୁ ନାହିଁ। ନମ୍ବର 8, ଛିଣ୍ଡି ଯାଇଥିବା ମନି ପର୍ସ ରଖନ୍ତୁ ନାହିଁ। ପୁରୁଣା ଦୋକାନ ଚିଠା ରଖନ୍ତୁ ନାହିଁ। ପଇସାକୁ ମୋଡ଼ି କରି ମନି ପର୍ସରେ ରଖନ୍ତୁ ନାହିଁ। ନମ୍ବର 9, ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରନ୍ତୁ। ପ୍ରତି ଶୁକ୍ରବାର ରାତିରେ କିଛି ମିଠା ଖାଦ୍ୟ ପ୍ରସ୍ତୁତ କରି ପରିବାରର ସଦସ୍ୟ ସମସ୍ତେ ଖାଇଲେ ମଙ୍ଗଳ ହୋଇଥାଏ। ନମ୍ବର 10, ଘରର ସମସ୍ତ ସଦସ୍ୟ ଚିନ୍ତିତ ଥିବା ସମୟରେ ସମସ୍ତ ପରିବାର ସଦସ୍ୟ ପାଣି ପିଉଥିବା ସ୍ଥାନରୁ ଏକ ତମ୍ବା ପାତ୍ରରେ କିଛି ପାଣି ଆଣି ସବୁ କୋଣରେ ଛିଞ୍ଚିବା ପରେ ପାତ୍ରଟିକୁ ମଝିରେ ରଖିଲେ ସମାଧାନର ପଥ ମିଳିଥାଏ। ନମ୍ବର 11, ନିଜର ଠାକୁର ଘରେ ପ୍ରତ୍ୟେକ ଦିନ ସକାଳେ କିମ୍ବା ସନ୍ଧ୍ୟାରେ ଝୁଣା ଧୂପ ଦିଅନ୍ତୁ ଅଥବା କର୍ପୂର ଆଳତି କରନ୍ତୁ। ଏହା କରିବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ। ନମ୍ବର 12, ଖାଦ୍ୟ ଖାଇବା ବେଳେ ଲୁଣ କେବେ ବି ଭୁଇଁରେ ପକାଇବେ ନାହିଁ। ହାତରେ ଲାଗିଥିବା ଲୁଣକୁ କେବେ ନିଜ ବସ୍ତ୍ରରେ ପୋଛିବେ ନାହିଁ। ନମ୍ବର 13, ସକାଳୁ ଉଠିବା ପରେ ବିଛଣାକୁ ଅସଜଡ଼ା ରଖିଲେ ଶନି ଓ ରାହୁଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ। ନମ୍ବର 14, ଟିକେ ଟିକେ କଥାରେ ଚିଡ୍ ଚିଡ୍ ଲାଗୁଥିଲେ ଦିନରେ 5 ଥର ଗୋଡ଼କୁ ଧୋଇଲେ ତାହା କମ୍ ହୋଇଥାଏ। ନମ୍ବର 15, ଘରକୁ ଫେରିବା ସମୟରେ କିଛି ନା କିଛି ସାମଗ୍ରୀ ନେଇକି ଆସନ୍ତୁ। ଏହାଦ୍ୱାରା ମଙ୍ଗଳଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ନମ୍ବର 16, ଧଳା ରଙ୍ଗର ଠିଆ ହୋଇଥିବା ଗଣେଶ ମୂର୍ତ୍ତି ଘରର ପୂର୍ବ ଦିଗରେ ରଖି ତାଙ୍କ ଆଗରେ କିଛି ଅରୁଆ ଚାଉଳ ରଖିଲେ ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର ହୋଇଯାଇଥାଏ। ନମ୍ବର 17, କେବେ ବି ଅଇଁଠା ଛାଡ଼ନ୍ତୁ ନାହିଁ କିମ୍ବା ଅଇଁଠାକୁ ସାଇତି ରଖନ୍ତୁ ନାହିଁ। ଏହା କଲେ ଲକ୍ଷ୍ମୀଙ୍କର ଦୟା ମିଳିବ ନାହିଁ। ନମ୍ବର 18, ପାଠ ପଢ଼ୁଥିବା ଛୋଟ ପିଲାମାନଙ୍କୁ କଂସା ବାସନରେ ଖାଇବାକୁ ଦିଅନ୍ତୁ ଏବଂ ମାସରେ ଅତି କମ୍ରେ ଥରେ ବ୍ରାହ୍ମୀ ଶାଗ ଖାଇବାକୁ ଦିଅନ୍ତୁ। ଦେଖିବେ ଶିଶୁର ସ୍ମରଣ ଶକ୍ତି ବୃଦ୍ଧି ପାଇବ। ନମ୍ବର 19, ଯେକୌଣସି ମନ୍ଦିରରେ ନଡ଼ିଆ ସମର୍ପଣ ବେଳେ ଯଦି ନଡ଼ିଆଟି ନଷ୍ଟ ହୋଇଯାଇଥାଏ ତେବେ ଆଉ ଏକ ନଡ଼ିଆ ପରିବର୍ତ୍ତେ ଗୋଟିଏ ଗୁଆକୁ ନିଜ ମୁଣ୍ଡରେ ଲଗେଇ ଭଗବାନଙ୍କ ପାଖରେ ସମର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଦୋଷ କଟିଯାଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ ଓଡ଼ିଶାର କେଉଁ ଗ୍ରାମରୁ ଆମ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ନମ୍ବର 20, ଘରର ବିମ୍ ତଳେ ବସନ୍ତୁ ନାହିଁ କିମ୍ବା ଖଟ ପକାଇ ଶୁଅନ୍ତୁ ନାହିଁ। ବାଥରୁମର କବାଟ ସବୁବେଳେ ବନ୍ଦ ରଖିଲେ ମଙ୍ଗଳ ହୋଇଥାଏ। ନମ୍ବର 21, ଗଡ୍ରେଜ୍ କିମ୍ବା ଆଲମାରିର କବାଟ ସବୁବେଳେ ବନ୍ଦ ରଖିବା ଉଚିତ। ନମ୍ବର 22, ରାହୁର ଖରାପ ଦଶା ଚାଲୁଥିବା ସମୟରେ ଘରକୁ ଆସୁଥିବା ଅତିଥିଙ୍କୁ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ଦେଖିବେ ବହୁତ ଶୁଭ ଫଳ ବହୁତ ଜଲ୍ଦି ମିଳିବ। ନମ୍ବର 23, କାର୍ଯ୍ୟରେ ସଫଳତା ମିଳୁନଥିଲେ ଚାନ୍ଦିରେ ମୁଦ୍ରିକା କରି ଗୁରୁବାର ଦିନ ଶିବଲିଙ୍ଗ ଛୁଆଁଇ କାଣି ଆଙ୍ଗୁଠିରେ ଧାରଣ କଲେ ଶୁଭ ଫଳ ମିଳିଥାଏ। ନମ୍ବର 24, ଶୋଇବା ବେଳେ ମୁଣ୍ଡ ପାଖରେ ଘଣ୍ଟା ରଖନ୍ତୁ ନାହିଁ ଏବଂ ଶୋଇବା ବେଳେ ଗୋଡ଼ ଘରର ମୁଖ୍ୟ ଦ୍ୱାର ପଟକୁ ରଖନ୍ତୁ ନାହିଁ। ଏହା ଜମା ବି ଭଲ ନୁହେଁ। ନମ୍ବର 25, ତକିଆ ତଳେ ବହି ଏବଂ ମୁଣ୍ଡ ପାଖରେ ମନି ପର୍ସ ରଖନ୍ତୁ ନାହିଁ। ନମ୍ବର 26,
7ଟି କଉଡ଼ି କେଶରରେ ଗୋଳାଇ ହଳଦିଆ କନାରେ ବାନ୍ଧି ନିଜର ଟଙ୍କା ରଖିବା ସ୍ଥାନରେ ରଖିଲେ ଶୁଭଫଳ ମିଳିଥାଏ। କେବେ ବି ଧନର କମି ରହିନଥାଏ। ନମ୍ବର 27 ବାରମ୍ବାର ଧନହାନି ହେଉଥିଲେ ଯେକୌଣସି ବୁଧବାର କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନ କଲେ ଶୁଭଫଳ ମିଳେ। ନମ୍ବର 28 ଶନିଗ୍ରହ ପ୍ରତିକାର ପାଇଁ ବାଡ଼ିଅଳା ଚେର ଶନିବାର ଦିନ ନିଜ ପାଖରେ ରଖନ୍ତୁ। କଳା ଘୋଡ଼ାର ନାଳରେ ମୁଦି ତିଆରି କରି ପିନ୍ଧନ୍ତୁ। କୁଆମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଶନି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ନମ୍ବର 29 ରାତିରେ ନିଦ ନ ଆସିଲେ ଗୋଟିଏ ତେଜପତ୍ରକୁ ଓମ୍ ହୁମ୍ ନିଦ୍ରା ଦେବୀ କହି 3 ଥର ମୁଣ୍ଡ ଚାରିପଟେ ବୁଲାଇ ସାରିବା ପରେ ଜାଳିଦେଲେ ଶୁଭଫଳ ମିଳିଥାଏ। ନମ୍ବର 30 ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘର କାନ୍ଥରେ ଝିଟିପିଟି ଦେଖିଲେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଏହା ବହୁତ ଶୁଭଫଳ ଦେଇଥାଏ। ଏହି କଥାକୁ ଆପଣମାନେ ମନେ ରଖିବେ। ନମ୍ବର 31 ଦିନ ସମୟରେ ଅଧିକ ସମୟ ମୌନ ରହିବା ଉଚିତ। ମୌନ ରହିବା ଆମ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ଦିନକୁ 15 ମିନିଟ୍ ମୌନ ରହିବା ପାଇଁ। ନମ୍ବର 32 ଦେବ କାର୍ଯ୍ୟରେ ପୁରୁଷମାନେ ନଡ଼ିଆ ଭାଙ୍ଗିବା ଉଚିତ ହୋଇଥାଏ। ନମ୍ବର 33 ଭୂମି ଉପରେ ଆସନ ପାରି ବସିକି ଖାଇଲେ ମଙ୍ଗଳ ହୋଇଥାଏ। ନମ୍ବର 34 ଆପଣଙ୍କ ଦୋକାନର ମୁଖ୍ୟ ଦ୍ୱାର ମୁହଁରେ ଗୋଟିଏ ନାଲି କିମ୍ବା ହଳଦିଆ ରଙ୍ଗର ସ୍ୱାସ୍ତିକ୍ ଚିହ୍ନ ଅଙ୍କନ କରନ୍ତୁ। ଏମିତି କରିବା ଦ୍ୱାରା ଅନେକ ଶୁଭଫଳ ମିଳିବ। ନମ୍ବର 35 ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ପରେ ସ୍ନାନ କରି ଖାଇବା ଉଚିତ। ନମ୍ବର 36 ଅଗ୍ନିକୋଣରେ ଘର କରନ୍ତୁ ନାହିଁ ଏବଂ ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ। ଏମିତି କଲେ ଏହା ଅମଙ୍ଗଳ ହୋଇଥାଏ। ନମ୍ବର 37 ପୋଡ଼ି ଯାଇଥିବା ବସ୍ତ୍ର କେବେ ବି ପିନ୍ଧିବା ଉଚିତ ନୁହେଁ। ଏହା କଲେ ଅମଙ୍ଗଳ ହୋଇଥାଏ। ନମ୍ବର 38 କାଚ ଗିନାରେ ଲୁଣ ସହିତ ଲବଙ୍ଗ ମିଶାଇ ରଖିଲେ ଏହା ଶୁଭଫଳ ଦେଇଥାଏ। ନମ୍ବର 39 ପ୍ରତ୍ୟେକ ଦିନ ଭଗବଦ୍ ଗୀତାର ଗୋଟିଏ ଶ୍ଲୋକ ପାଠ କରନ୍ତୁ। ଯଦି କୌଣସି ଅଶୁଭ ହେଉଛି ବୋଲି ମନେ କରନ୍ତି ତେବେ ଗୁରୁବାର ଦିନ 7ଟି ଗୀତା ବହି 7 କୋଟି ବ୍ରାହ୍ମଣକୁ ଦାନ କରନ୍ତୁ। ନମ୍ବର 40 ପୂଜାରେ ତମ୍ବା ବାସନ ବ୍ୟବହାର କଲେ ଶୁଭଫଳ ମିଳିଥାଏ ଏବଂ ସୂର୍ଯ୍ୟଙ୍କ ପାଣି ଦେବା ବେଳେ ଆଙ୍ଗୁଳିରେ ତମ୍ବା ମୁଦି ଥିଲେ ଶୁଭଫଳ ମିଳିଥାଏ। ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍ କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ।